ଯଦି ବିଟୁଙ୍କର ଏତେ ଦମ ଅଛି ବିଟୁ ସେ ସିସିଟିଭି କ୍ୟାମେରାଟାକୁ ଦେଖାନ୍ତୁ। ଆଉ ଆଇଏସି ଯେଉଁ କହିଛନ୍ତି ହାତ କାମୁଡ଼ିଆ ହାଇଡ୍ରୋସ୍ ପଠେଇବା, ଗୋଟେ 10-12 କିଲୋ 30 କିଲୋର ଝିଅ 4ଟା ଲୋକଙ୍କର ମାରିକିରି ପଠେଇଦେଲା, କିନ୍ତୁ ସେ ଦେଖୁନାହାନ୍ତି, ତାଙ୍କ ସିସିଟିଭିରେ ଦେଖାନ୍ତୁ। ଆଜ୍ଞା, ଝିଅର ସ୍ଥିତି ଏବେ ଭଲ ନାହିଁ। ଯେହେତୁ କାଲି ତରବରିଆ ଭାବରେ ତାଙ୍କର କୋର୍ଟ ଉପରୁ ନିର୍ଦ୍ଦେଶ ଆଇଲା, ଜଣଙ୍କ ହାତରେ ସାଲାଇନ୍ ଲାଗିଛି, ତାକୁ ଉଠେଇ ନିଆଗଲା। ତା ମାଆକୁ ଧକ୍କା ଫକା ମାରି ତଳେ ପକେଇକିରି ଝିଅକୁ ନେଲେ। ତାର 2-3 ଘଣ୍ଟା ପରେ ପୁଣି ଜିଏଲରୁ ଆଣିକିରି ଆଇଲେ। ସେ ରକ୍ତ ଜୁଡ଼ୁପୁର ଅବସ୍ଥାରେ ତାକୁ ନେଇକରି ଯାଇଥିଲେ। ଏଟା ହେଉଛି ସବୁଠାରୁ ଦୁଃଖଦ ଜିନିଷ। ଯେଉଁମାନେ ଗଣ୍ଡଗୋଳ କରିଛନ୍ତି, ଝିଅର ଟଣାଟଣି କରିଛନ୍ତି, ମୋବାଇଲ ନେଇଛନ୍ତି, ଆଜ୍ଞା ପ୍ରଶାସନ କ'ଣ ଏପର୍ଯ୍ୟନ୍ତ ମୁଁ ଷ୍ଟେପ୍ ନେଲାଇ? ତାଙ୍କ ପାଇଁ ଆଖି କାହିଁ ବୁଝିଦେଇଛି? ଗୋଟେ ଝିଅ ଆଜି ରଜରେ ସେ ଆଜି ମୃତ୍ୟୁ ଅବସ୍ଥାରେ ପଡ଼ିକରି ବେଡ଼ରେ ସଂଗ୍ରାମ କରୁଛନ୍ତି। ଯଦି ସେମାନଙ୍କର ଭଉଣୀ ଥାନ୍ତା, କି ଝିଅ ଥାନ୍ତା, ସେମାନେ ବିଚାର କରିବେ, ଓଡ଼ିଶାବାସୀ ବିଚାର। ଆପଣ ସ୍ୱପ୍ନ ଦେଖିଥିଲେ ଝିଅ ଜନ୍ମ କରିଥିଲେ, ସରପଞ୍ଚ ହେଲା, ଲୋକଙ୍କ ଦୁଃଖ ବୁଝିଲା? ଆଜ୍ଞା, ସେ ଝିଅ ହେଉଛି ସେଇବା, ସେ ସାଧାରଣ ଲୋକଙ୍କର କାମ କରେ। ମଦ ଭାଟି ଆମ ଗାଁରେ ଥିଲା, ଦେଶୀ ଭାଟି। ସେ ଭୁବନେଶ୍ୱରରେ ଗୋଟେ କୋଉଠି କାମ କରୁଥିଲା। ସେ ଗାଁକୁ ଆସିଲା କିଛି ମହିଳା ତାକୁ ଭେଟେଯିରି କହିଲେ, ମା ଆଉ ତୁଗୁଡ଼ା କଥା କରେ, ଆମ ଗାଁରେ ମଦ ଦୋକାନଟା ଅଛି, ଆଉ 4 ଜଣ ଭାଙ୍ଗିବା। ମହିଳାମାନଙ୍କ ସାଙ୍ଗରେ ସହଯୋଗ କରିକି ସେ ମଦ ଦୋକାନଟି ଭାଙ୍ଗି ଦେଇଥିଲା। ସେଇଦିନ ଲୋକ ନିଷ୍ପତ୍ତି କରିଥିଲେ ଆମେ ଏଇ ଝିଅକୁ ସରପଞ୍ଚ କରିବୁ। ଏବେ କ'ଣ ହେଲା ଆଜ୍ଞା? ଏବେ ଆଜ୍ଞା କିଛି ନାହିଁ, ଆମେ ସଂଗ୍ରାମ କରିବୁ, ସାଧାରଣ ଲୋକଙ୍କ ପାଇଁ ସଂଗ୍ରାମ କରିବୁ, ଅନ୍ୟାୟ ବିରୁଦ୍ଧରେ ଲଢ଼ିବୁ। ଗୋଟେ ନୂଆ ବଡ଼ ସାମ୍ନାକୁ ଆସୁଛି, ଗୋଟେ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆପଣ ଗୋଟେ ବନ୍ଧୁ ସହିତ କଥା ହେଉଥିଲେ ଟେଲିଫୋନରେ, ଆଜ୍ଞା ଆପଣଙ୍କୁ ବାଇକ୍ରେ ଆସିଥିଲେ, ଗୋଇଠା ମାଇଲେ, ଚାଲିଗଲେ। ଆଜ୍ଞା, କେଉଁଦିନ ଘଟଣା, କେଉଁଠି କେମିତି କ'ଣ ହେଲା? ଆପଣଙ୍କର 11 ତାରିଖରେ ସେ ଘଟଣା ହେଇଛି। ମୋ ଝିଅକୁ ଯେଉଁଦିନ ଆସିଥିଲା ମହାଗଡ଼ପଡ଼ା ଥାନାବାଲା ନେଇଗଲେ, ବ୍ଲକ ବିଡିଓ ମିଛ ସତ କଥା କହିଥିଲି। ଯଦି ବିଡିଓଙ୍କର ଏତେ ଦମ ଅଛି, ବିଡିଓ ସେ ସିସିଟିଭି କ୍ୟାମେରାଟାକୁ ଦେଖାନ୍ତୁ। ଆଉ ଆଇଏସି ଯେଉଁ କହିଛନ୍ତି ହାତ କାମୁଡ଼ିଆ ହାଇଡ୍ରୋସ୍ ପଠେଇବା, ଗୋଟେ 10-12 କିଲୋ 30 କିଲୋର ଝିଅ 4ଟା ଲୋକଙ୍କର ମାରିକିରି ପଠେଇଦେଲା, କିନ୍ତୁ ସେ ଦେଖୁନାହାନ୍ତି, ତାଙ୍କ ସିସିଟିଭିରେ ଦେଖାନ୍ତୁ। ପୋଲିସ କହୁଛି ଆମେ ଇଞ୍ଜୁରି ଅନୁସାରେ କାମ କରୁଛୁ। ଏଇ ତାଙ୍କର ଦେଖୁନାହାନ୍ତି, ଯେଉଁ ଲୋକଙ୍କର ଇଞ୍ଜୁରି ହେଇଛି ସେଗୁଡ଼ାକ ସେ ଦେଖୁନାହାନ୍ତି, ସାଧାରଣ ଲୋକଙ୍କ କତିରେ ପ୍ରକାଶ କରୁନାହାନ୍ତି। ଆପଣଙ୍କ ଝିଅର ଇଞ୍ଜୁରି ହେଇଛି, କିନ୍ତୁ ଏତଲା କାର୍ଯ୍ୟକାରୀ ହେଲା। ତାଙ୍କର ଚାଲିଛି, ଆପଣଙ୍କର ମନମୁଖୀ ଶାସନ ଚାଲିଛି। ଝିଅଟାକୁ ଏମିତି ଦାବି ଦେଲେ ସେ ରହିଯିବ, କିନ୍ତୁ ସେ ଝିଅ ରହିଲା ଭଳିଆ ଅବସ୍ଥାରେ ନାହିଁ। ସେ ଓଡ଼ିଶାର ଝିଅ, ସିଏ ଆମ ପଞ୍ଚାୟତର କାମ କରିବା ପାଇଁ ଲୋକ ତାକୁ ବାଛିଛନ୍ତି, ସେ କାମ କରୁଛନ୍ତି। ହଜାର ଲୋକ ଆଜ୍ଞା ଚାଲିଛନ୍ତି ଆପଣଙ୍କ ଝିଅ ପାଖକୁ, ଆଜ୍ଞା ଛୁଟି ଆସୁଛନ୍ତି ଆଜ୍ଞା, ଶୁଭେଚ୍ଛା। ଆଜ୍ଞା, ସେ ଭଲ କାମ କରିଛି। ଆମ ଗାଁରେ କିଛି ଲୋକ ଟଙ୍କା ନେଇକି ଲୋକଙ୍କୁ ଦେଉଛନ୍ତି, ତାଙ୍କ ବାପାଙ୍କ ନାଁରେ ତାଙ୍କ ନାଁରେ ମିଛ କଥା କୁହ। ଗୋଟାଏ ପରିବାରରୁ 1000 ଟଙ୍କା ଦେଇ ଦେଉଛନ୍ତି, ତାକୁ ସେ ମୁଁ ଇନ୍ଦିରାବାସଟା ପାଇଲି। ସରକାର ସିନା ଇନ୍ଦିରାବାସ ଦେଲେ ତମେ ପାଇବ ପ୍ରଧାନମନ୍ତ୍ରୀ ଆବାସ। ଅନ୍ତୋଦୟ ଗୃହ ଯୋଜନା ଆମର 20ଟା ଦିଆହେଇଥିଲା, 4ଟା ଲୋକଙ୍କୁ ଦିଆହେଇଛି, ଆଉ 16ଟା ଲୋକଙ୍କର ବନ୍ଦ ଅଛି। ଆଜ୍ଞା, ସରକାର ସିନା ଦେଲେ ସରପଞ୍ଚ ଦେବ, ଲୋକ କହୁଛନ୍ତି ସରପଞ୍ଚ ଦେଲାନି। ସରପଞ୍ଚ କୋଉଠି ଦେବ? ଆଜ୍ଞା, ସରକାର ଯେଉଁ ଲୋକ କହୁଛନ୍ତି ଯାଇ ସେ ସରକାରକୁ ଅନୁରୋଧ କରୁନାହାନ୍ତି ଆମ ସାଧାରଣ ଲୋକଙ୍କୁ ଘର ଦିଆଯାଉ। ଆଜ୍ଞା, ଆପଣଙ୍କୁ ଯେତେବେଳେ ଗୋଇଠା ମାଇଲେ, ଯୁବକମାନେ ବାଟରେ ଗୋଇଠା ମାଇଲେ, ସେମାନେ କିଏ ଥିଲେ, କୋଉଠିଆ ଲୋକ? ଆଜ୍ଞା, ଆମ ବିଜେପି କର୍ମୀ ଥିଲେ। କିଏ କାହା ଡାଇରେକ୍ସନରେ ଥିଲେ, ମୁଁ ତାଙ୍କୁ ଚିହ୍ନିଛି, ତାଙ୍କ ନାଁ ମଧ୍ୟ ଜାଣିନି। ମୁଁ ତାଙ୍କୁ ଦେଖିଦେଲେ କହିଦେବି କୋଉ ଲୋକ ମୋତେ ମାରିଛି। କୋଉ ଗାଁର ବୋଲି ଆପଣ ଅନୁଭବ? ଆପଣଙ୍କର ରାମନଗର ଅଛନ୍ତି, ପତିଘର ଅଛନ୍ତି, ଏପଟରେ ଜଣେ ଆପଣଙ୍କର ମଣ୍ଡଳ ସଭାପତି ଅଛି, ଆଉ ବିଧାୟକ ସାଙ୍ଗରେ ଗାଡ଼ିରେ ବୁଲୁଥିବା ଲୋକ ବି ଅଛନ୍ତି। ଏତଲା କରିଛନ୍ତି? ହଁ, ମୁଁ ଏତଲା କରିଛି ଆଜ୍ଞା। କେତେ ଦିନ ଏତଲା କରିଛନ୍ତି? ଏତଲା କରିଛି ଆଜ୍ଞା, ଖାଲି କରିଛି। ନିଜେ ରେଜିଷ୍ଟ୍ରି ହେଇଛି ଏତଲା? ହଁ, କେସ କହିଛନ୍ତି, ରେଜିଷ୍ଟ୍ରି ହେଇଛି। ଭାବୁଛନ୍ତି ଆପଣ ନ୍ୟାୟ ପାଇବେ? ମୁଁ ଭାବୁଛି ମୋହନ ସରକାରଙ୍କୁ ଅନୁରୋଧ କରୁଛି ମୋତେ ନ୍ୟାୟ ଦିଅନ୍ତୁ, ଆଉ ଏସ୍ପି ସାର୍ଙ୍କୁ ମୁଁ ଅନୁରୋଧ କରୁଛି ସେ ମୋତେ ନ୍ୟାୟ ଦିଅନ୍ତୁ।